ଏହା ଥରେ ଆପଣମାନେ ବନେଇକି ଖାଇଲା ପରେ ଆପଣମାନେ ଡେଲି ଡେଲି ୟାକୁ ବ୍ରେକଫାଷ୍ଟରେ ଲଞ୍ଚରେ ବନେଇକି ଖାଇବା ପାଇଁ ଚାହିଁବେ। ଏହା ଯେତିକି ଟେଷ୍ଟି ରହିବ ସେତିକି ହେଲ୍ଦି ମଧ୍ୟ ରହିବ। ଆଜି ଚାଲନ୍ତୁ ବନେଇବା ମିକ୍ସ ସାଲାଡ଼। ତ ଏଇ ମିକ୍ସ ସାଲାଡ଼ ବନେଇବା ପାଇଁକି ଭିଡ଼ିଓଟିକୁ ଆପଣମାନେ ସମ୍ପୂର୍ଣ୍ଣ ଦେଖନ୍ତୁ, ଶେଷ ଯାଏ ଦେଖନ୍ତୁ, ଲାଇକ୍ ସେୟାର କରିବେ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି, ପ୍ରଥମ ଥର ପାଇଁକି ଦେଖୁଛନ୍ତି, ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିବେ। ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲିବେନି। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ମମ୍ସ କିଚେନ୍ କୁଇନ୍ରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଏଇ ମିକ୍ସ ସାଲାଡ଼ ବନେଇବା ପାଇଁକି ପ୍ରଥମେ ଆମକୁ କ'ଣ ଦରକାର ଚାଲନ୍ତୁ ଦେଖିନେବା। ଏଇଠି ମୁଁ ସିଝା ମକା ନେଇଛି, ଗୋଟେ ମକା ଛଡ଼େଇକି ତାକୁ ସିଝେଇକି ନେଇଛି। ଏଇଠି 150 ଗ୍ରାମର ପନିରକୁ ପୁରା ଛୋଟ ପିସ୍ରେ କାଟିକି ନେଇଛି। ଏଇଠି ଫାଳେ ଟମାଟରକୁ ମଧ୍ୟ ଏମିତି ଛୋଟ ପିସ୍ରେ କାଟିକି ନେଇଛି। ଗୋଟେ ବଡ଼ ପିଆଜକୁ ମଧ୍ୟ ଏମିତି କାଟିକି ନେଇଛି। ଗୋଟେ ବଡ଼ ବ୍ରୋକୋଲିକୁ ମଧ୍ୟ ଏମିତି କାଟିକି ନେଇଛି। ଆକୁ ସାଇଡ଼ରେ ରଖିନେବା। ତା ସାଙ୍ଗକୁ ମୁଁ ଏଠି ଗୋଟେ ପ୍ୟାକେଟ୍ ସୋୟାବଡ଼ି ନେଇଛି। ଆଉ ତା ସାଙ୍ଗକୁ ଗୋଟେ କପ୍ ଦହି ନେଇଛି। ଦହିଟା ଆପଣମାନେ ଫ୍ରେଶ୍ ଦହି ନେବେ, ଜମା ବି ବେଶୀ ଖଟା ଦହି ନେବେନି। ଆକୁ ସାଇଡ଼ରେ ରଖିନେବା। ସେପଟେ ଗ୍ୟାସ୍ ଲଗେଇକି ଗୋଟେ କଢ଼େଇରେ 2 କପ୍ ପାଣି ଦେବା। ଏଇଥିରେ ଆମେ ସୋୟାବଡ଼ି ସିଝେଇବା। ସେଥିରେ ହାଫ୍ ଚାମଚ ଲୁଣ ଦେଇକି ପାଣି ଆମର ଗରମ ହେଲା ପରେ ସେଥିରେ ସୋୟାବଡ଼ିଟା ଆମେ ଦେବା ସିଝେଇବା ପାଇଁକି। ଏବେ ଏଠି ଟିକେ ଗୋଳେଇ ନେବା। ତାପରେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିନେବା। ୟାକୁ 5 ମିନିଟ୍ ପାଇଁକି ଛାଡ଼ିବା। 5 ମିନିଟ୍ ପରେ ଆମର ସୋୟାବଡ଼ିଟା ଭଲ ଭାବରେ ଫୁଲି ଯାଇଛି। ୟାକୁ ଏବେ ଆମେ ଛାଣିକି ସାଇଡ଼୍ କରିନେବା। ସାଇଡ଼୍ କରିସାରିଲା ପରେ ଆମେ ସେମ୍ କଢ଼େଇ ବା ଆପଣମାନେ ଆଉ ଗୋଟେ କଢ଼େଇ ବି ନେଇପାରିବେ। ତ ସେମ୍ କଢ଼େଇ ରଖି ସାରିଲା ପରେ ଫ୍ଲେମ୍କୁ ଅନ୍ କରିକି କଢ଼େଇ ଗରମ କରିନେବା। ତାପରେ ଗୋଟେ ଟୁକୁଡ଼ା ବଟର ଆମର ମେଲ୍ଟ ହେଲା ପରେ ସେଇଥିରେ ଗୋଟେ ଚାମଚ ଜିରା ପାଉଡ଼ର, ଗୋଟେ ଚାମଚ ଧନିଆ ପାଉଡ଼ର, ହାଫ୍ ଚାମଚ ଆମଚୁର ପାଉଡ଼ର ଆଉ ଗୋଟେ ଚାମଚ ଲଙ୍କା ପାଉଡ଼ର ଦେଇକି ୟାକୁ ବଟର ସହିତ ଟିକେ ମେଲ୍ଟ କରିନେବା। ମସଲା ଆମେ ବନେଇଲା ବେଳେ ଫ୍ଲେମ୍କୁ ଲୋରେ ରଖିବା, ନହେଲେ ମସଲା ଆମର ପୋଡ଼ିଯିବ। ଲୋରେ ରଖିକି ଆମେ ପନିରଟା ଦେବା। ବ୍ରୋକୋଲି ରଖିଥିଲେ ବ୍ରୋକୋଲି ଆମେ ଏଇଥିରେ ଦେବା। ଆଉ ସୋୟାବଡ଼ି ରଖିଲେ ତାକୁ ଆମେ ୟାକୁ ଦେଇକି 1 ମିନିଟ୍ ପାଇଁକି ଭଲ ଭାବରେ ଫ୍ଲେମ୍କୁ ମିଡ଼ିୟମ୍ରେ ରଖିବା। ଆଉ ସେଇଥିରେ ସ୍ୱାଦ ଅନୁସାରେ ଲୁଣ ଦେଇକି 1 ମିନିଟ୍ ପାଇଁକି ଆମେ ଭାଜି ନେବା। ତ ଏଇଠି 1 ମିନିଟ୍ ଭାଜି ନେଲା ପରେ ୟାକୁ ଆଉ 1 ମିନିଟ୍ ପାଇଁକି ଆମେ ଘୋଡ଼େଇକି ଛାଡ଼ିବା। ଫ୍ଲେମ୍କୁ ମିଡ଼ିୟମ୍ରେ ହିଁ ରଖିବା। 1 ମିନିଟ୍ ପରେ ଆପଣମାନେ ଦେଖିପାରୁଥିବେ ଏଇଠି ଆମର ସବୁ ଜିନିଷ ହେଇଗଲାନି। ଆଉ ଏଇଠି ସବୁ ଜିନିଷ ଭଜା ହେଇଗଲାନି। ବ୍ରୋକୋଲି ମଧ୍ୟ ଆମର ଆଗ ଅପେକ୍ଷା ନରମ ହେଇଗଲାନି। ଏଇଠି ଦେଖନ୍ତୁ ଭଲ ଭାବରେ ସିଝି ଯାଇଛି। ଏବେ ଆମେ ୟାକୁ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିକି ୟାକୁ ଥଣ୍ଡା ହେବା ପାଇଁ ଛାଡ଼ିବା। ଏବେ ୟାକୁ ସାଇଡ଼ରେ ରଖିନେବା। ତ ଏଇଠି ଦେଖନ୍ତୁ ଆମର ଏଇ ପରିବା ଗୁଡ଼ିକ ଥଣ୍ଡା ହେଇଗଲାନି। ଏବେ ଆମେ ଏଇଥିରେ ସାଲାଡ଼ ବନେଇବା। ତ ଏଇଥିରେ ଆଉ ଗୋଟେ ବାଉଲକୁ ଆମେ ସେଇଟା ଦେବା। ତା ସାଙ୍ଗକୁ ସିଝା ମକା, ପିଆଜ, ଟମାଟର ଆଉ ଯେଉଁ ଦହି ରଖିଛି ତାକୁ ବି ମିଶାଇ ନେବା। ତା ସାଙ୍ଗକୁ ଆମେ ଏଇଠି ଗୋଟେ ବଡ଼ ଚାମଚ ବିଟ ଲୁଣ ଦେବା, ହାଫ୍ ଚାମଚ ଚିଲି ଫ୍ଲେକ୍ସ, ହାଫ୍ ଚାମଚ ଗୋଲମରିଚ ପାଉଡ଼ର। ଆପଣମାନେ ଯେତିକି ରାଗ ଖାଇବେ ସେଇ ଅନୁସାରେ ଦେବେ। ଆଉ ଏଠି ଗୋଟେ ଛୋଟ ଚାମଚ ଅରିଗାନୋ ଯଦି ନଥିବ ତାହେଲେ ସ୍କିପ୍ କରିବେ। ଏତିକି ଦେଲା ପରେ ଭଲ ଭାବରେ ଗୋଳେଇ ନେବା। ଆଉ ଏଇଠି ମୁଁ ଏଠି ଆଉ କିଛି ଚାଟ୍ ମସଲା ବ୍ୟବହାର କରିନି। ଯଦି ଆପଣମାନେ ଚାହିଁଲେ ଏଠି ଚାଟ୍ ମସଲା ବି ମଧ୍ୟ ଏଥିରେ ମିଶାଇ ପାରିବେ। ତ ଏଇଠି ଭଲ ଭାବରେ ଗୋଳା ହେଇଗଲା। ତ ଏଇଠି ଆମର ଦେଖନ୍ତୁ ରେଡ଼ି ହେଇଗଲା ମିକ୍ସ ସାଲାଡ଼। ଆକୁ ଆପଣମାନେ ବନେଇକି ଖାଆନ୍ତୁ, ଦେଖିବେ ସମସ୍ତେ ପସନ୍ଦ କରିବେ। ଛୁଆଠୁ ବଡ଼ ଯାଏ ସମସ୍ତଙ୍କୁ ପସନ୍ଦ ଆସିବ। ତ କେମିତି ଲାଗିଲା ରେସିପିଟା ନିଶ୍ଚୟ ଜଣାଇବେ। ଭଲ ଲାଗିଥିଲେ ପ୍ଲିଜ୍ ମୋ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ସବସ୍କ୍ରାଇବ୍ ପାଇଁ ଜମା ଭୁଲିବେନି। ପୁଣି ଦେଖାହେବା ଗୋଟେ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।